ଓଁ ଜୟ ଶ୍ରୀ ଜଗନ୍ନାଥ। ନମସ୍କାର ବନ୍ଧୁମାନେ। ମୁଁ ଆଜି ସାଇବାବାଙ୍କ ବିଷୟରେ ତାଙ୍କର ମହିମା ଟିକେ କହିବାକୁ ମୋ ମନରେ କାହିଁକି ବହୁତ ଆଗ୍ରହ ଜାତ ହୋଇଛି। ସାଇବାବାଙ୍କୁ ମୁଁ ବହୁତ ଭଲ ପାଏ। ତାଙ୍କର ପ୍ରଚୁର ମହିମାର ମୁଁ ଏକ ଅନୁଭବୀ ଅଟେ। ତେଣୁ ମୁଁ ଏତେ କବିତା ଲେଖୁଛି, ଗପ ଶୁଣାଉଛି ଆପଣମାନଙ୍କୁ। ଟିକେ ବାବାଙ୍କ ବିଷୟରେ କହିବା ପାଇଁ ମନରେ ଜାତ ହୋଇଥିବା ଆଗ୍ରହକୁ ମୁଁ ପରିପ୍ରକାଶ କରୁଛି। ଟିକେ ଶୁଣନ୍ତୁ। ଭଗବାନ ତ କର୍ତ୍ତା, ତାଙ୍କର ହିଁ ସବୁ ଇଚ୍ଛା। ତେଣୁ ସାଇବାବାଙ୍କର ଏଇ ମଧୁର ରସକୁ ଯେଉଁମାନେ ଆସ୍ୱାଦନ କରିବେ, ଭଗବାନ ଶ୍ରୀ ସାଇ ଭକ୍ତମାନଙ୍କର ମନବାଞ୍ଛା ପୂର୍ଣ୍ଣ କରନ୍ତୁ ଏବଂ ସବୁ ସମୟରେ ସଦାସର୍ବଦା ସେମାନଙ୍କ ପାଖରେ ରୁହନ୍ତୁ ଏବଂ ସୂର୍ଯ୍ୟାଲୋକର ଶୁଭାଶୀର୍ବାଦ ସେମାନେ ଲାଭ କରନ୍ତୁ ବୋଲି ମୁଁ ଭଗବାନଙ୍କୁ ବିନମ୍ର ପ୍ରାର୍ଥନା କରୁଛି। ଭକ୍ତମାନେ ସାଇବାବାଙ୍କୁ ନିର୍ଦ୍ୱନ୍ଦ୍ୱରେ ଦତ୍ତାତ୍ରେୟ ଅବତାର ବୋଲି କହୁଥିଲେ। କେତେବେଳେ ସାଇବାବା ଶ୍ରୀ ଶଙ୍କରଙ୍କ ପରି ହଠାତ୍ କ୍ରୋଧାନ୍ୱିତ ହୋଇଯାଉଥିଲେ ତ କେତେବେଳେ ପୁଣି ତପୋବର ପାଲଟି ଯାଉଥିଲେ। ଭକ୍ତମାନଙ୍କର ସଂସ୍କାର କରିବାରେ ସେ ଥିଲେ ଆଶୁତୋଷ ସମ ଉଦାର। ସାମାନ୍ୟ ଦର୍ଶନରେ ସେ ଏପରି ଅବସ୍ଥା ସୃଷ୍ଟି କରୁଥିଲେ ଯେ ଭକ୍ତର ଚିତ୍ତଶୁଦ୍ଧି ହୋଇଯାଉଥିଲା। ଅବଦାନଙ୍କ ଆଗରେ ଯେପରି ଗୋଟିଏ ଛାତ୍ର ଭୁଲ କଲେ ନତମସ୍ତକ ହେବା ପରି ଏହି ସଂସାରରେ ଏପରି କେହି ନଥିଲେ ଯିଏକି ଏହି ସଦ୍ଗୁରୁଙ୍କ ପ୍ରବଞ୍ଚିତ କରିବାକୁ ସକ୍ଷମ ହେଉଥିଲା। ଆଉ ରୋଗ ଭଲ କରିବାରେ ତାଙ୍କର ମହିମା ତ ବର୍ଣ୍ଣନା କରିହେବ ନାହିଁ। ଯୀଶୁଖ୍ରୀଷ୍ଟ ମଧ୍ୟ ଠିକ୍ ଏହିପରି ଏହି ଶକ୍ତିର ଅଧିକାରୀ ଥିଲେ। ସାଇବାବା ହେଉଛନ୍ତି ଜନ୍ମ ଜନ୍ମାନ୍ତରର ସାକ୍ଷୀ। ସେ ଭକ୍ତମାନଙ୍କ ସହ ତାଙ୍କର ସମ୍ପର୍କ ଓ ପ୍ରେମ କୃଷ୍ଣ ରସଠାରୁ କୌଣସି ଗୁଣରେ କମ୍ ନୁହଁ। ସଦ୍ଗୁରୁ ସମସ୍ତଙ୍କର ଜୀବିତ ଆତ୍ମା। ବୃନ୍ଦାବନ ମଥୁରା ଯେପରି ଭଗବାନ ବାସୁଦେବଙ୍କ ପାଇଁ ପୁଣ୍ୟଧାମରେ ପରିଣତ ହେଲା, ସେହିପରି ସାଇବାବାଙ୍କ ଯୋଗୁଁ ସାଧାରଣ ଶିରିଡ଼ି ଗ୍ରାମ ଏକ ପାବନ ତୀର୍ଥଧାମରେ ପରିଣତ ହୋଇଛି। କୃଷ୍ଣଙ୍କ ସହିତ ଭକ୍ତମାନଙ୍କର ସମ୍ବନ୍ଧ ଯେପରି ରସୋତ୍ତୀର୍ଣ୍ଣ, ସାଇ ଭକ୍ତମାନେ ସେହିପରି ପ୍ରେମ ଶ୍ରଦ୍ଧାରେ ବାବାଙ୍କ ସହିତ ବନ୍ଧା ହୋଇଛନ୍ତି। ଭଗବାନ କୃଷ୍ଣଙ୍କ ପରି ଶ୍ରୀ ସାଇନାଥ ମଧ୍ୟ କହିଛନ୍ତି, ମୋର ଭକ୍ତମାନଙ୍କ ଘରେ ଅନ୍ନ ତଥା ବସ୍ତ୍ରର କୌଣସି ଅଭାବ ରହିବ ନାହିଁ। ଏହା ମୋର ବୈଶିଷ୍ଟ୍ୟ ଯେ ଯିଏ ମୋର ଶରଣାପନ୍ନ ହୁଏ ଓ ଅନ୍ତଃକରଣରେ ମୋର ଉପାସନା କରେ, ତାହାର କଲ୍ୟାଣରେ ମୁଁ ସର୍ବଦା ଚିନ୍ତିତ ଥାଏ। ଭଗବାନ କୃଷ୍ଣ ଠିକ୍ ଏହି କଥା ଗୀତାରେ ମଧ୍ୟ କହିଛନ୍ତି, ଯିଏ ଅନନ୍ୟ ଭାବରେ ମୋର ଶରଣାଗତ ହୁଏ, ମୁଁ ତାହାକୁ କୌଣସି ପ୍ରକାରେ ରକ୍ଷା କରିଥାଏ। ଦ୍ରୌପଦୀର ଆତୁର ପ୍ରାର୍ଥନା ଶୁଣି ଭଗବାନ ବିହ୍ୱଳ ହୋଇଯାଇଥିଲେ, ବସ୍ତ୍ରମୟ ହୋଇ ଦୌଡ଼ି ଆସିଲେ। ଗଜରାଜର ପ୍ରାର୍ଥନା ଶୁଣି ତାଙ୍କୁ ମଧ୍ୟ ରକ୍ଷା କରିଥିଲେ। ଆଉ ଧ୍ରୁବ ଆଉ ଭକ୍ତ ପ୍ରହ୍ଲାଦଙ୍କ ପ୍ରାର୍ଥନାରେ ତତ୍କ୍ଷଣାତ ଭଗବାନ ପ୍ରକଟ ହେଲେ। ସେହିପରି ସାଇ ସମର୍ଥ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କର ପ୍ରାର୍ଥନା ଏକ ସମୟରେ ପୂରଣ କରୁଛନ୍ତି। ମୋର ପୂର୍ଣ୍ଣ ବିଶ୍ୱାସ ଯେ ସେ ସମସ୍ତଙ୍କର ମନୋକାମନା ପୂର୍ଣ୍ଣ କରୁଛନ୍ତି ଓ କରୁଥିବେ ମଧ୍ୟ। ତାଙ୍କ ଦେହତ୍ୟାଗ ହୋଇଥିଲେ ମଧ୍ୟ ସେ ତାଙ୍କ ସମାଧି ଭିତରୁ ଥାଇ କଥା କହୁଛନ୍ତି। ଆଉ ଏହିପରି ଜଣେ ମହାନ ଅବତାରଙ୍କ ମହିମା କିଏ ଯଥାର୍ଥରେ ବର୍ଣ୍ଣନା କରିପାରିବ କହିଲେ? ଯାହାଙ୍କର ସାନ୍ନିଧ୍ୟ ଲାଭ କରି ଗୋଟିଏ ସାମାନ୍ୟ ନିମ୍ବ ଗଛ ପିତାଯୁକ୍ତ ହେଲେ ମଧ୍ୟ ଅମୃତ ବର୍ଷା କରିବାରେ ଲାଗିଲା, ତାଙ୍କର ତୁଳନା କାହା ସହ କରାଯାଇପାରିବ? ନଦୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ସବୁଠାରୁ ଗଙ୍ଗା ନଦୀ। ଯାହାର ଚରଣାମ୍ବୁଜ ପାଇଁ ଅହେତୁକ ପ୍ରତୀକ୍ଷାରେ ସେ ରହିଥାଏ, ସେହି ସାଇଙ୍କର ଚରଣ ଯୁଗଳରେ ମୋର କୋଟି କୋଟି ପ୍ରଣାମ। ଶ୍ରୀ ସାଇନାଥଙ୍କୁ ଯଦି ଗୁରୁ ବୋଲି ମନେ କରାଯାଏ, ତାହେଲେ ତାଙ୍କ ଭଳି କଲ୍ୟାଣକାରୀ ଗୁରୁ ଆଉ ନାହାନ୍ତି। ଆଉ ତାଙ୍କୁ ଯଦି ମଧ୍ୟ ସିଦ୍ଧ ଯୋଗୀ ବୋଲି କିମ୍ବା ସନ୍ଥ ବୋଲି ମନେ କରାଯାଏ, ତାହେଲେ ସେ ତାହାର ଶ୍ରେଷ୍ଠ ସୋପାନରେ ପହଞ୍ଚି ସାରିଛନ୍ତି। ଆଉ ଯଦି ଏସବୁକୁ ସ୍ୱୀକାର କରାଯାଏ ତଥା ସତ୍ୟ ହିଁ ଯଦି ଈଶ୍ୱର
ଏହି ଉକ୍ତିକୁ ଗ୍ରହଣ କରାଯାଏ ତାହେଲେ ତାଙ୍କର ସମସ୍ତ ଗୁଣ ପରମବ୍ରହ୍ମ ସ୍ୱରୂପଠାରୁ ଏକ ଭିନ୍ନ ନୁହେଁ, ଏଥିରେ ସନ୍ଦେହ ନାହିଁ। ଏହା ସତ୍ୟ ଯେ ଭଗବାନଙ୍କର ମହିମା ଅନନ୍ତ ଏବଂ ସ୍ୱୟଂ ବ୍ରହ୍ମା ମଧ୍ୟ ତାଙ୍କର ସ୍ୱରୂପ ବୁଝିପାରି ନାହାନ୍ତି। ଏପରି ସ୍ଥଳରେ ଶ୍ରୀ ସାଇବାବା ଯେପରି ଭାବରେ ସୂକ୍ଷ୍ମ ଶରୀରରେ ଲୀଳା ପ୍ରକଟ କରି ପ୍ରତି ମୁହୂର୍ତ୍ତରେ ଭଗବାନଙ୍କର ସତ୍ତା ଉପଲବ୍ଧ କରାଉଛନ୍ତି ତାହା କିଏ ବୁଝିପାରିବ?